ନାଇଁ ସେ ଜଣାପଡ଼ି ନଥିଲା ଆମେ ପରେ ଜାଣିଲା ପରେ ରେଞ୍ଜ ଅଫିସର ଏଟାକୁ ସିଜ୍ କରାଯାଇଛି ସମସ୍ତଙ୍କୁ ଏବଂ ବର୍ତ୍ତମାନ ସେଥିରେ ଯେଉଁ ସଂଶ୍ଳିଷ୍ଟ ଲୋକ ଥିଲେ ତାକୁ ଧରିବା ପାଇଁ ଚେଷ୍ଟା ଚାଲିଛି। କେତେ କ'ଣ ମାନେ ଆନୁମାନିକ ଅବସ୍ଥା ଜବତ କରାଯାଇଛି? ଜବତ କରାଯାଇଛି ପଟା 12-13 ଖଣ୍ଡ ପଟା ଧରାଯାଇଛି ଏବଂ ଆଉ କେତେ ଗଣ୍ଡି ଧରାଯାଇଛି। ସେ ସମସ୍ତଙ୍କୁ ଜବତ କରାଇକି ଆଣିକି ରଖାଯାଇଛି ଏବଂ ସେ ଲୋକମାନେ ଯିଏ ସେଥିରେ ସଂଶ୍ଳିଷ୍ଟ ଥିଲେ ସେମାନଙ୍କୁ ଖୋଜା ଚାଲିଛି। ସେମାନେ ଏବେ ଆବସ୍କଣ୍ଡିଂ ଅଛନ୍ତି। କଥାବାର୍ତ୍ତା ଯାହା ସେ ସ୍ଥାନୀୟ ଲୋକ ହିଁ ସେ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ତାଙ୍କୁ ଧରିପାରିବ କି? ହଁ ଧରାଇବା ତାଙ୍କୁ ଧରାଯିବ, ନିହାତି ଧରାଯିବ, କାରଣ ସେଥିରେ ଫଟୋରୁ ଆମେ ଜାଣିପାରୁଛୁ, ତେଣୁ ସେମାନଙ୍କୁ ନିହାତି ଧରାଯିବ। ଯିଏ ବି ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ତାଙ୍କୁ ସମସ୍ତଙ୍କୁ ଘରୁ କିମ୍ବା ବାହାରୁ ସେ ଯେଉଁଠି ଥିଲେ ବି ତାଙ୍କୁ ନିହାତି ଧରାଯିବ। ଏ ଜଙ୍ଗଲ ଯେଉଁ ନଷ୍ଟ ହେଉଛି ସେଥିପ୍ରତି ଆମେ ସତର୍କ ଅଛୁ ଏବଂ ଏଇ ନଷ୍ଟକୁ କୌଣସି ହାଲତରେ ବରଦାସ୍ତ କରାଯିବ ନାହିଁ।